ଏରା ଆଧୁନିକ ଛୁଆ ବା ସବୁ ମାନେ ସବୁ ମଡ଼ର୍ଣ୍ଣ ଯୁଗର ସଡ଼ନ୍ ଛୁଆ ସବୁ ଏଗୁରା ସବୁ ସେ ଅନଲାଇନରେ ଏମିତି ଖେଳ ଖେଳିଲା ଯେ ଖେଳ ହିଁ ତାର କାଳ ହେଇଗଲା। ଆଜି ଯଦି ଆମେ ପିଲାଙ୍କୁ ହାତ ଲଗାଇ ଦେଉଛୁ କି ଗାଳି ଦେଉଛୁ କି ଯାହା ବି ଆମେ କହୁଛୁ ସେମାନଙ୍କୁ କଷ୍ଟ ହେଉଛି, ସେମାନେ ସୁଇସାଇଡ଼୍ କରିବା ପାଇଁ କେବେ ପଛଉନାହାନ୍ତି। ଗୋଟେ ପୁଅ ଗୋଟେ ଝିଅକୁ ଭଲ ପାଉଥିବ, ତା ଭିତରେ ସିଏ ତା ବୟଫ୍ରେଣ୍ଡ କହିବ ଟିକେ ମୋତେ କେଉଁଠି ଅଛି ଭିଡ଼ିଓ କଲ୍ ଦେଖେଇଲୁ। ସିଏ ତା ଭାଇ ପାଖରେ ଛିଡ଼ା ହେଇଥିଲେ ବି ସେ କିଛି କୈଫତ ଦେଇପାରିବନି ଯେ ମୁଁ ମୋ ଭାଇ ପାଖରେ ଅଛୁ ବୋଲିକିରି। ତେଣୁ ଯଦି ଫୋନ୍ ହିଁ ଯଦି ହଜିଯାଆନ୍ତା, ଫୋନ୍ ନେଟୱାର୍କ ଯଦି କଟିଯାଆନ୍ତା ବହୁତ ଭଲ ହୁଅନ୍ତା। ମୋବାଇଲଟା ତ ପିଲାଙ୍କ ହାତରେ ବର୍ତ୍ତମାନ ଖେଳନା ହେଇଯାଇଛି। ପିଲାଙ୍କ ହାତରେ ସିନା ଖେଳନା, ମୋବାଇଲର ପିଲାମାନେ ହେଇଗଲେ ଖେଳନା। ମୋବାଇଲ ଧରିଲେ ମାନେ ମୋବାଇଲ ଗୋଟେ ପିଲାର ଜୀବନ ନେଇଯାଉଛି। ଏମିତି ନୁହେଁ, ପ୍ରେମ ନିଶାଠୁ ବି ନିଶା ହେଉଛି ଗେମ୍ ନିଶା। ଆଗରୁ ପିଲାମାନେ ଗୋଟେ ଝିଅ ହଉ କିମ୍ବା ଗୋଟେ ପୁଅ ପରସ୍ପର ଯଦି ଭଲ ପାଇଲେ, ଯଦି ସେ ଝିଅ ଯଦି ତା ପୁଅକୁ ଯଦି ନ ଭଲ ପାଇଲା, ପୁଅଟା ଝିଅ ପାଇଁ ସୁଇସାଇଡ଼୍ କରିଦେଉଛି, ଝିଅଟା ପୁଅ ପାଇଁ ସୁଇସାଇଡ଼୍ କରିଦେଉଛି। ଆଗରୁ ଆମ ମା ଯେତେବେଳେ ଛୋଟ ହେଇଥିଲେ କିମ୍ବା ଆମ ବାବା ଛୋଟ ହେଇଥିଲେ, ତାଙ୍କ ବୟସର ଲୋକ କେତେ ଜଣ ସୁଇସାଇଡ଼୍ କରିଛନ୍ତି। ମିଛରେ ବି ଗୋଟେ ଝିଅ କିମ୍ବା ଗୋଟେ ପୁଅ ତାଙ୍କ ନାଁରେ ବି ଏମିତି କରିଦେଉଛି ସେଇ ମୋବାଇଲ, ସେ ସୁଇସାଇଡ଼୍ କରିଦେଉଛନ୍ତି। ଆଜିକାଲି ହେଉଛି ହ୍ୱାଟ୍ସଆପ୍ ଗୋଟେ ଜିନିଷ ଦେଖନ୍ତୁ, ମୋ ହ୍ୱାଟ୍ସଆପ୍ ମୁଁ ଚାଟିଂ କରିବି, ମୋ ଚାଟିଂରେ ଜଣେ ଟ୍ୟାଗ୍ କରିକିରି ମୁଁ କାହାକୁ କ'ଣ ଚାଟ୍ କରୁଛି ସିଏ ଦେଖିପାରୁଛି। ତାମାନେ ଏଇଟା କେତେ ଗୁଣ ଠିକ୍। ନିଜର ପର୍ସନାଲିଟି କିଛି ରହୁନି ଆ ଭିତରେ। ଗୋଟେ ପର୍ସନାଲ ଫଟୋ ଗୋଟେ ରଖିପାରୁନି। ଆମେ ଯାହା ବି କରୁଛୁ ଗୁଗୁଲ ଆମକୁ ଫଲୋ କରୁଛି, ଗୁଗୁଲ ଆମକୁ ଚାହିଁଛି। ଗୁଗୁଲ ଆମକୁ ଭୟ ଲାଗୁଛି ଆମେ ମୋବାଇଲ ଗୋଟେ ଫଟୋ ରଖିବା ପାଇଁ। ଆମେ ଗୋଟେ ପର୍ସନାଲ ଫଟୋ ରଖିବା ପାଇଁ ଭଲ, କାହିଁକି ନା ସାଙ୍ଗେ ସାଙ୍ଗେ ଗୁଗୁଲ ତାକୁ ନେଇଯାଉଛି ତା ଆକାଉଣ୍ଟକୁ। ଆଉ ଦେଖନ୍ତୁ ଆଉ ବର୍ଷେ 2 ବର୍ଷ ଆଉ 5 ବର୍ଷ ପରେ ଲୋକ 60 ବର୍ଷ କ'ଣ କୁକୁର ଭଳିଆ ମରିବେ। କୁକୁର ଜନ୍ମ ଯେମିତି 10 ବର୍ଷ, ଗୋଟେ କୁକୁଡ଼ାର ଜନ୍ମ ଯେମିତି 30 ଦିନ, ଗୋଟେ ଗାଈର ଜନ୍ମ ଯେମିତି 3 ବର୍ଷ, ସେମିତି ଆମ ଜନ୍ମଟା ହେଉଛି 60 ବର୍ଷ। ଦିନ ଆସିବ ଆମ ଜନ୍ମଟା କୁକୁର ଜନ୍ମ ପରିକା ହେଇଯିବ। କୁକୁର 10 ବର୍ଷରୁ ଉର୍ଦ୍ଧ୍ୱ ବଞ୍ଚି ପାରିବେ ନାହିଁ, ଆମେ ସେମିତି ଆମ ମରଣଟା ହେଇଯିବ। ଶୁଣନ୍ତୁ, ଆଜିକାଲିକା ପିଲାମାନେ ନିଜ ଜନ୍ମ କଲା ବାପା ମାଆକୁ ଯେତିକି ଭଲ ପାଉନାହାନ୍ତି, ସେମାନେ ମୋବାଇଲକୁ ସେତିକି ଭଲ ପାଉଛନ୍ତି। ତାପରେ ଅନଲାଇନ୍ ଗୋଟେ ଏମିତିଆ ହେଇଗଲା, ସବୁ ସୁଖ ସବୁ ଦୁଃଖ ସବୁ ସୁଖ ଛଡ଼େଇ ନେଇଯାଉଛି। ପିଲାମାନେ ପାଠ ପଢ଼ିବା, ଖାଇବା ପିଇବା ଶୋଇବା ସବୁ ଭୁଲି ଯାଉଛନ୍ତି ଏଇ ଅନଲାଇନ୍ ଗେମ୍ ଖେଳିକି। ପିଲାମାନଙ୍କୁ କ'ଣ ଶିକ୍ଷା ଦେଇପାରିବ ଏସବୁ, ନା କୋଉଠି କମି ରହିଯାଉଛି ଯେ ମୋବାଇଲ ପ୍ରତି ଏତେ ଧ୍ୟାନ ଦେଇଦଉଛନ୍ତି? ନା ବାପା ମାଙ୍କର ଆଗରୁ ପିଲା ଏତେ ସୁଇସାଇଡ଼୍ କରୁନଥିଲେ, ପିଲା ଏତେ ମରୁ ବି ନଥିଲେ। ପିଲା ଆଗରୁ ମୋବାଇଲ କ'ଣ ଜାଣିନଥିଲେ। ମୁଁ କହୁଛି, ମୁଁ ମୋବାଇଲ କ'ଣ ଜାଣିନଥିଲି। ଏବେ ତ ପିଲା ଛୁଆଙ୍କୁ ବି ଖାଇବା ଦେଲା ବେଳକୁ ବି ସବୁ ମୋବାଇଲ ଦେଖିକି ଖାଉଛନ୍ତି। ଏରା ଆଧୁନିକ ଛୁଆ ବା ସବୁ ମାନେ ସବୁ ମଡ଼ର୍ଣ୍ଣ ଯୁଗର ସଡ଼ନ୍ ଛୁଆ ସବୁ ଏଗୁରା ସବୁ। ମୋବାଇଲ ନହେଲେ ଖାଇବେନି, ମୋବାଇଲ ନହେଲେ ଶୋଇବେନି, ମୋବାଇଲ ନହେଲେ ଚାଲିବେନି, ମୋବାଇଲ ନହେଲେ ନିଦ ହେବନି ତାଙ୍କୁ। ତାପରେ ଏଇ ଗେମ୍ ଯୋଗୁରୁ ଆମର ଏଇଠି 23 ବର୍ଷର ଗୋଟେ ପୁଅ ବିକାଶ ନାୟକ କାଲି ସୁଇସାଇଡ଼୍ କରିଛନ୍ତି। ଦୁଃଖଦାୟକ ଖବର ଏଇଟା, ବହୁତ ଦୁଃଖ ଲାଗୁଛି। ଯେହେତୁ ଆମ ପାଖରେ ସେ ପିଲାଟା ଥିଲା। ବାପା ମାଆର ଭାଇ ଭଉଣୀ, ବାପା ମାଆର 3ଟା ଛୁଆ, 2ଟା ପୁଅ 1 ଝିଅ। ଏଇ ସାନ ପୁଅଟା ବୟସ 23। କେତେ ସୁନ୍ଦର ସେ ପାଠ ପଢ଼ୁଥିଲା। ପାଠ ପଢ଼ିକି ବାପା ପେଶାରେ ଜଣେ ଚାହା ବେପାରୀ, ଟ୍ରେନରେ ଫେରି କରୁଥିଲେ। ସେଇ ଚାହା ବେପାର କରି ପିଲାମାନଙ୍କୁ ମଣିଷ କରି ପାଠ ପଢ଼େଇଥିଲେ, ଦୁନିଆର ସବୁ ଖୁସି ଦେଇଥିଲେ। ସେ ପିଲା ଆଜି ମୋବାଇଲକୁ ଏମିତି ଭଲ ପାଇଲା, ମୋବାଇଲ ସହିତ ଏମିତି ଜଡ଼ିତ ହେଇଗଲା, ନିଜ ବାପା ମାଆକୁ ବି ଚିହ୍ନି ପାଇଲାନି, ନିଜ ଭଉଣୀକୁ ବି ଚିହ୍ନି ପାଇଲାନି। ସେ ଅନଲାଇନରେ ଏମିତି ଖେଳ ଖେଳିଲା ଯେ ଖେଳ ହିଁ ତାର କାଳ ହେଇଗଲା। ଯେ ପିଲାମାନଙ୍କୁ କିଛି କହିବାକୁ ଚାହିଁବ? ମୁଁ ଆଜିକାଲି ପିଲାମାନଙ୍କୁ ବି କହୁଛି, ପିଲାମାନଙ୍କ ବାପା ମାଆଙ୍କୁ ବି କହୁଛି, ଦୟା କରିକି ପିଲାମାନଙ୍କୁ ଫୋନ୍ ଦିଅନ୍ତୁନି। ଯଦି ବା ଫୋନ୍ ଦେଉଛନ୍ତି, ଫୋନ୍ ନହେଲେ ତ କିଛି ହେଇପାରିବନି। ଯଦି ବା ଫୋନ୍ ଦେଉଛନ୍ତି, ଫୋନ୍ ଉପରେ ତାଙ୍କୁ ଟିକେ ନଜର ରଖନ୍ତୁ, ପିଲାଙ୍କୁ ଟିକେ ନଜର ରଖନ୍ତୁ। ପିଲାଙ୍କୁ ବି ଏମିତି ବି କଡ଼ୁ କଥା ନ କୁହନ୍ତୁ ଯେ ପିଲା ବାପା ମାଆକୁ ବି ନ ଚିଡ଼ନ୍ତୁ।
ଆମେ ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେଇକି ପିଲାଙ୍କଠୁ ସବୁକିଛି ଆମେ ପାଇପାରିବା। ଆଜି ଯଦି ଆମେ ପିଲାଙ୍କୁ ହାତ ଲଗାଇ ଦେଉଛୁ କି ଗାଳି ଦେଉଛୁ କି ଯାହା ବି ଆମେ କହୁଛୁ ସେମାନଙ୍କୁ କଷ୍ଟ ହେଉଛି, ସେମାନେ ସୁଇସାଇଡ଼୍ କରିବା ପାଇଁ କେବେ ପଛଉନାହାନ୍ତି। ସେପାଇଁ ସବୁ ବାବା ମାଆଙ୍କୁ ମୋର ଅନୁରୋଧ, ପିଲାମାନଙ୍କୁ ଫୋନ୍ ଦିଅନ୍ତୁ, ହେଲେ ନଜର ରଖନ୍ତୁ, ଆଉ ଗେମ୍ଠୁ ଟିକେ ଦୂରେଇକି ରଖନ୍ତୁ। ଯେ ମୋବାଇଲ ଆଜିକାଲି ପିଲାମାନଙ୍କ ପାଇଁ କ'ଣ ହେଇଗଲାଣି? ମୋବାଇଲଟା ତ ପିଲାଙ୍କ ହାତରେ ବର୍ତ୍ତମାନ ଖେଳନା ହେଇଯାଇଛି। ପିଲାଙ୍କ ହାତରେ ସିନା ଖେଳନା, ମୋବାଇଲର ପିଲାମାନେ ହେଇଗଲେ ଖେଳନା। ମୋବାଇଲ ଧରିଲେ ମାନେ ମୋବାଇଲ ଗୋଟେ ପିଲାର ଜୀବନ ନେଇଯାଉଛି। ଏମିତି ନୁହେଁ, ପ୍ରେମ ନିଶାଠୁ ବି ନିଶା ହେଉଛି ଗେମ୍ ନିଶା। ଆଗରୁ ପିଲାମାନେ ଗୋଟେ ଝିଅ ହେଉ କିମ୍ବା ଗୋଟେ ପୁଅ ପରସ୍ପର ଯଦି ଭଲ ପାଇଲେ, ଯଦି ସେ ଝିଅ ଯଦି ତା ପୁଅକୁ ଯଦି ନ ଭଲ ପାଇଲା, ପୁଅଟା ଝିଅ ପାଇଁ ସୁଇସାଇଡ଼୍ କରିଦେଉଛି, ଝିଅଟା ପୁଅ ପାଇଁ ସୁଇସାଇଡ଼୍ କରିଦେଉଛି। ଆଗରୁ ଆମ ମାଆ ଯେତେବେଳେ ଛୋଟ ହେଇଥିଲେ କିମ୍ବା ଆମ ବାବା ଛୋଟ ହେଇଥିଲେ, ତାଙ୍କ ବୟସର ଲୋକ କେତେ ଜଣ ସୁଇସାଇଡ଼୍ କରିଛନ୍ତି, କେତେ ଜଣ ଲୋକ ମରିଛନ୍ତି। ଏବେ ତ ଏଇ ମୋବାଇଲ ହେଇଗଲା, ଭିଡ଼ିଓ କଲ୍ରେ ଯିଏ ଯାହାକୁ ଦେଖିଲେ, ଧର ଜଣେ ଫେସବୁକ୍ରେ ଫଟୋ ଛାଡ଼ିବ, ତା ଫଟୋକୁ କାଟିକି ଆଉ ଜଣେ ମୁଣ୍ଡ ଲଗେଇ ତାକୁ ବ୍ଲାକମେଲ୍ କରୁଛନ୍ତି। ଯେହେତୁ ମୁଁ ଗୋଟେ ଜାଗାକୁ ଯାଇନଥିବି, ମୋ ମୁଣ୍ଡଟା ଲଗେଇକି ମୋ ଘର ଲୋକକୁ ସେଇ ଫଟୋଟା ପଠାଇଦେବେ, ମୁଁ ମୋ ମୁହଁଟା ତ ଦେଖାଇ ପାରିବିନି, ମୋତେ ଖରାପ ଲାଗିବ। ସବୁଟା ଠିକ୍ ନୁହେଁ। ଗୋଟେ ଜାଗାରେ ସତ ଘଟଣା ଯାଉଛନ୍ତି, ସେଇଟା ବି ଭାଇରାଲ୍ ହେଉଛି, ମରୁଛନ୍ତି। ମିଛରେ ବି ଗୋଟେ ଝିଅ କିମ୍ବା ଗୋଟେ ପୁଅ ତାଙ୍କ ନାଁରେ ବି ଏମିତି କରିଦେଉଛି ସେଇ ମୋବାଇଲ, ସେ ସୁଇସାଇଡ଼୍ କରିଦେଉଛନ୍ତି। ଆଜିକାଲି ହେଉଛି ହ୍ୱାଟ୍ସଆପ୍ ଗୋଟେ ଜିନିଷ ଦେଖନ୍ତୁ, ମୋ ହ୍ୱାଟ୍ସଆପ୍ ମୁଁ ଚାଟିଂ କରିବି, ମୋ ଚାଟିଂରେ ଜଣେ ଟ୍ୟାଗ୍ କରିକିରି ମୁଁ କାହାକୁ କ'ଣ ଚାଟ୍ କରୁଛି ସିଏ ଦେଖିପାରୁଛି। ତା'ମାନେ ଏଇଟା କେତେ ଗୁଣ ଠିକ୍। ନିଜର ପର୍ସନାଲିଟି କିଛି ରହୁନି ଆ ଭିତରେ, ଗୋଟେ ପର୍ସନାଲ ଫଟୋ ଗୋଟେ ରଖିପାରୁନି। ଆମେ ଯାହା ବି କରୁଛୁ ଗୁଗୁଲ୍ ଆମକୁ ଫଲୋ କରୁଛି, ଗୁଗୁଲ୍ ଆମକୁ ଚାହିଁଛି। ଗୁଗୁଲ୍ ଆମକୁ ଭୟ ଲାଗୁଛି ଆମେ ମୋବାଇଲ ଗୋଟେ ଫଟୋ ରଖିବା ପାଇଁ, ଆମେ ଗୋଟେ ପର୍ସନାଲ ଫଟୋ ରଖିବା ପାଇଁ ଭଲ, କାହିଁକି ନା ସାଙ୍ଗେ ସାଙ୍ଗେ ଗୁଗୁଲ୍ ତାକୁ ନେଇଯାଉଛି ତା ଆକାଉଣ୍ଟକୁ। ମାନେ କେତେ ଖରାପ ଜିନିଷ ଇଏ। ଆମେ ଭାବୁଛେ ମୋବାଇଲଟା ଭଲ ଜିନିଷ, ମାନେ ଯଦି 25 ଭାଗ ଯଦି ଭଲ ହେଉଛି, 75 ଭାଗ ବହୁତ ଖରାପ କରିଦେଉଛି ମୋବାଇଲ ଗୋଟେ ଜିନିଷ। ଆଜିକାଲି ଛୋଟ ପିଲା ମୋବାଇଲ ନ ଦେଖିଲେ ଖାଇବେନି, ସିଏ ଗୋଟେ ଖରାପ। ଆମେ ସ୍କୁଲ ଗଲାବେଳେ ମୋବାଇଲ ଦେଖି ଦେଖି ରାସ୍ତାରେ ଯାଉଥିବା ଗାଡ଼ି ବାଡ଼େଇ, ସିଏ ବି ଗୋଟେ ଖରାପ। ଗୋଟେ ପୁଅ ଗୋଟେ ଝିଅକୁ ଭଲ ପାଉଥିବ, ତା ଭିତରେ ସିଏ ତା ବୟଫ୍ରେଣ୍ଡ କହିବ ଟିକେ ମୋତେ କେଉଁଠି ଅଛି ଭିଡ଼ିଓ କଲ୍ ଦେଖେଇଲୁ, ସିଏ ତା ଭାଇ ପାଖରେ ଛିଡ଼ା ହେଇଥିଲେ ବି ସେ କିଛି କୈଫତ ଦେଇପାରିବନି ଯେ ମୁଁ ମୋ ଭାଇ ପାଖରେ ଅଛୁ ବୋଲିକିରି। ତେଣୁ ଯଦି ଫୋନ୍ ହିଁ ଯଦି ହଜିଯାଆନ୍ତା, ଫୋନ୍ ନେଟୱାର୍କ ଯଦି କଟିଯାଆନ୍ତା, ବହୁତ ଭଲ ହୁଅନ୍ତା, ଆଉ କିଛି ବି ଲୋକ ବଞ୍ଚିଯାଆନ୍ତେ, ବହୁତ ଲୋକ ଭଲରେ ବି, ଛୋଟ ପିଲା ବି ବଞ୍ଚିଯାଆନ୍ତେ। ଆମର ଆଜିର ଦିନ କାଲିର ଭବିଷ୍ୟତ ଆମ ପିଲା। ହେଲେ ମୁଁ ଦେଖୁଛି ବୋଧେ ଜନ୍ମ ନେଇଛୁ ଆମେ ଏକ ଦିନରୁ 60 ବର୍ଷ, ମଣିଷ ଜୀବନ ଏକ ଦିନରୁ 60 ବର୍ଷ। ଆଉ ଦେଖନ୍ତୁ ଆଉ ବର୍ଷେ 2 ବର୍ଷ ଆଉ 5 ବର୍ଷ ପରେ ଲୋକ 60 ବର୍ଷ କ'ଣ କୁକୁର ଭଳିଆ ମରିବେ। କୁକୁର ଜନ୍ମ ଯେମିତି 10 ବର୍ଷ, ଗୋଟେ କୁକୁଡ଼ାର ଜନ୍ମ ଯେମିତି 30 ଦିନ, ଗୋଟେ ଗାଈର ଜନ୍ମ ଯେମିତି 3 ବର୍ଷ, ସେମିତି ଆମ ଜନ୍ମଟା ହେଉଛି 60 ବର୍ଷ। ଦିନ ଆସିବ ଆମ ଜନ୍ମଟା କୁକୁର ଜନ୍ମ ପରିକା ହେଇଯିବ। କୁକୁର 10 ବର୍ଷରୁ ଉର୍ଦ୍ଧ୍ୱ ବଞ୍ଚି ପାରିବେ ନାହିଁ, ଆମେ ସେମିତି ଆମ ମରଣଟା ହେଇଯିବ।